सम्मान्य सत्यनारायण दरबार में उपस्थित वरेण्य वरेण्या सम्माननीय सम्माननीय बांधवी बांधवा आदरणीय आदरणीय महोदय महोदया शिक्षक एवं शिक्षयित्रीवृंद आदि सत्यनारायण दरबार में उपस्थित आमर गोष्ठी शिक्षा अधिकारी महोदय पीआरसी महोदय नाथ सार महोदय आदि मो शिशु बाटिका विषय मु एवं आम अनुष्ठान बादीपाला नुहे तो आमर गोटे अनुष्ठान पाला कहले ठीक हम पाला करने को जाऊँ जदि किसी आमर दोष त्रुटि थाए मोर आशा एवं विश्वास आपण माने क्षमा करदेवे। शिक्षा देखी जाई फुला
তার নাম শিশু বাটিকা যাই ফুল, তার নাম শিশু বাটিকা যাই ফুল। করিবে শিক্ষক যাই ফুল, তার করিবে শিক্ষক যাই ফুল। ସବୁ ହେଲା ଯେ ହଁ ଶୁଣ ଶୁଣିବାକୁ କଥା ଅଛି ମତେ ଟିକେ ଠିକ ଠାକ ଲାଗୁନାହିଁ। ଶିଶୁ ବାଟିକା କେମିତି? ଶିଶୁ ବାଟିକା ଶିଶୁ ବାଟିକା ଶିଶୁ ବାଟିକା ଆରେ ଏଇଟା ଟିକେ ମୂର୍ଖଟା, ବୁଝା ପଡୁନାହିଁ। ଏଇଟା ମୂର୍ଖଟା। 10 ଥରରେ ମେଟ୍ରିକ ପାସ୍ କଲା, ଶିଶୁ ବାଟିକା କରିପାରୁନି, କହୁଛି ଶିଶୁ ବଟିକା। ଏଇଟା ହେଲା ଶିଶୁ ବାଟିକା। ଓଡ଼ିଶା ପୁଣି ଆଉ କେମିତି ଶିକ୍ଷକ ମାନେ ଆଉ ସମାଧାନ କରିବେ ଟିକେ ବୁଝାଇ ପାରିବେ କି? ହଁ ଶିକ୍ଷକ ମାନେ କେମିତି କରିବେ? ଆମର ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଚ୍ଛା ଆଚ୍ଛା ଓଡ଼ିଶା ସରକାର ହଁ ହଁ ଜାତୀୟ ଶିକ୍ଷାନୀତି 2020ରୁ ଲାଗୁ କଲେଣି। ଆଉ ଓଡ଼ିଶା ସରକାର କରୁନାହାନ୍ତି, ହଁ ହଁ ଭାରତ ସରକାର ଲାଗୁ କଲେଣି। କିନ୍ତୁ ଏବେ ହେଲା 2025, ସେଇ ଶିକ୍ଷାନୀତିଟା ଏବେ ଆମର ଲାଗୁ ହେଲା। ହଉ ହଉ ହେଲା, ଆଜ୍ଞା ତାର ସଫଳ ରୂପାୟନ କରିବେ ଆମର ଶିକ୍ଷକ ଭାଇ। ଆଚ୍ଛା ହେଲା, ସେଥିପାଇଁ ଶିକ୍ଷକ ନେଉଛନ୍ତି ଚାଲିବି ଯାଇ ଫୁଲ, ଆଗରୁ ଶିକ୍ଷା ଯିବ ଯାଇ ଫୁଲ, ଯାଇ ମତେ ଗୋଟେ କଥା ସନ୍ଦେହ ଲାଗୁଛି। ହଁ ପୁରୁଣା 10 ମିଶାଣ 2 ଥିଲା ଅଗଷ୍ଟିଆ ନୀତି, ପୁଣି ହେଲା ଏବେ 5 + 3 + 3 + 4 ଶିକ୍ଷାନୀତି କଣ ବର୍ଷକୁ ବର୍ଷ ଗାଈ ଗୋରୁ କୋହଳାଇଲା ଭଳିଆ ଆଉ ପାସ୍ ନାହିଁ। इंग्लिश वर्ड शिखिलो 10th फेल है जी नहीं जी ଟିକେ ଟିକେ ଶିଖିଛୁ ବା 10 ଥର ଫେଲ ହେଇଛୁ ମେଟ୍ରିକ ହେଲା କପଟା କଣ ଜାଣେ ଘରେ ନା କପଟା କଣ ଭଉଣୀ ଭଉଣୀ ହଉ ମାନି ହଁ ହଉ ଯେ ଭଉଣୀ କଥା ହଉ 2 ଥର ହଉ ତୁ ପ୍ରଥମ ଯାଏ ପାଠ ପଢିଛୁ କିନ୍ତୁ 10 ଯୁକ୍ତ 2 ଶିକ୍ଷାନୀତି କଣ ଜାଣିପାରୁନି ନା ଆଗରେ ପ୍ରଥମ 10 ପିଲାମାନେ डायरेक्ट कर देबा कि कोन तापर कॉलेज 3 वर्ष एबेकार शिक्षानीति हला हमर स्कूल 3 वर्ष अच्छा अच्छा तापर हला बी स्कूल हला 3 वर्ष तापर प्रथम केते हला 3 2 5 तापर आसिला द्वितीय तृतीय चतुर्थ हला तृतीय चतुर्थ पंचम हला 3 वर्ष तापर आसिला षष्ठ सप्तम अष्टम 3 वर्ष तापर अष्टम परे नवम दशम एकादश चारि वर्ष बुझी पारलु बाल बाटिकार आरंभ 5 वर्ष मोर जाई फुल बाल बाटिकार आरंभ 5 वर्ष जाई फुल
হাসিতে যাই ফুল এসিসি কই আসিলা যাই বড়লা ମୁଁ ପଢିଲା ବେଳେ ଶୁଣୁଥିଲି ବା ଜାଣିଥିଲି ଶିଖିଥିଲି ଏ ବି ସି ଡି ଇ ଏମତି ଏବେ କଣ ଆପଣ ଉଲ୍ଟା ଫାଲ୍ଟା କହୁଛନ୍ତି ଇ ସି ସି ଆଉ କଣ ଇ ଏ କଣ ଆଦୌ ଭଲ ଲାଗିଲା ଏ ବୁଝି ପାରୁନାହିଁ ଇ ସି ସି ଆଉ ମାନେ ହଁ ୟାର୍ଲି ଚାଇଲ୍ଡ କେୟାର ଏଟା ଏଜୁକେସନ ମତେ ବୁଝାଇ ଦିଅନ୍ତୁ ନହେଲେ ମୋ ପେଟ ଗୋଲମାଳିଆଲାନି ଯଦି ଭୁଲ କାଲି ତ ଏଠି ରହିବେ ହଁ କାଲି ତ ଆମର ଚିକେନ ହେଇଥିଲା ତୋ ଖାଇବା ଲୋଭିଟା ହେଲା ତୁ ଦିଥର ଖାଇ ଦେଇଛୁ କାଲି ଆଗରେ ଯାଇ ଖାଇ ଦେଇଛୁ ପୁଣି ଯାଇ ତିନିଥର ଖାଇଛୁ ଆଉ ତୋ ପେଟ ଖରାପ ହବନି କାହା ପେଟ ଖରାପ ହବ ଦୁନିଆ ଯେମିତି ଅଲଣା ସେମିତି ଥିଲା ଖାଇବା ଲୋଭିଟା ପୁରା ତୁ ଜାଣିଛି ଆଜ୍ଞା ଯୋଉଠି ସୁଆଦିଆ ଖାଦ୍ୟ ହବ ଯାଇକି ବେକ ଯାଇକି ତା ଗିଳି ପକେଇ ସେଟା ଖାଇବା ଲୋଭି ହଁ ମତେ ସେ ଯା ବୁଝାଇ ଦିଅନ୍ତୁ ଏ ଇ ସି ସି ଟି କଣ ତାର ଇ ସି ସି ଇରେ ହଉଛି ୟାର୍ଲି ସିର ହଉଛି ଚାଇଲ୍ଡ ସିର ହଉଛି କେୟାର ଇର ହଉଛି ଏଜୁକେସନ ତାର ଓଡ଼ିଆ ହଉଛି ପିଲାମାନଙ୍କୁ ଆମେ ଯେତେ ଶୀଘ୍ର ପାଠ ପଢେଇବା ବା ଶିକ୍ଷା ଆମର ଭାରତ ସରକାର ଏହି ନୀତି ପ୍ରଣୟନ କରୁଛି ତେଣୁକରି ଆମେ କଣ କରିବା ଆଜିକାଲି ଗଙ୍ଗୁଳି ଛୁଆମାନଙ୍କୁ ପ୍ରଥମରୁ ପାଠ ପଢେଇବା ଏଇଟା ଆମର କୁହାହେଲା କଣ କୁହାହେଲା ଛୋଟ ପିଲା ଆତ୍ମକେନ୍ଦ୍ରିକ ଏଥିପାଇଁ ପଞ୍ଚକୋଷ ଛିଡ଼ି ଯାଇ ଫୁଲ ଏଥିପାଇଁ ପଞ୍ଚକୋଷ ଛିଡ଼ି ଯାଇ ପଞ୍ଚକୋଷ ମୁଁ ପଢିଲା ବେଳେ ଆମର ସେ ବ୍ରାହ୍ମଣ ସାର୍ ପଢେଇଥିଲେ 5-4 କୋଷ ମୁଣ୍ଡ କୋଷ ହାତ କୋଷ ବଡ କୋଷ ପେଟ କୋଷ ବ୍ରାହ୍ମଣ ସାରେ 4 କୋଷ ପଢେଇ ନଥିବେ ଅନେକ କୋଷ ପଢେଇଥିବେ କିନ୍ତୁ ଏଠି ଆମର ସେ କୋଷ କଥା କୁହା ହଉନି ଏଠି ସରକାର ଆମର ଶିକ୍ଷାବିତ ମାନେ ଅଲଗା କୋଷ ପିଲାମାନେ କିପରି ଡେଭଲପ ହେବେ ଆଚ୍ଛା ଆଚ୍ଛା ସେଥିପାଇଁ ପଞ୍ଚକୋଷ ଗୋଟିଏ କରିଛନ୍ତି ପଞ୍ଚକୋଷ ହେଲା ଅନ୍ନମୟ କୋଷ ଅନ୍ନମୟ କଣ ଅନ୍ନମୟ କୋଷ ଆମେ ଖାଇଲେ ପିଲାମାନେ ଖାଇଲେ ସୁଷମ ଖାଦ୍ୟ ଆମେ କାହାକୁ କହିବା ଏଇଟା ସତରେ ମୂର୍ଖଟା ଏଇଟା ସୁଷମ ଖାଦ୍ୟ ବୋଇଲେ ଆମର ସବୁ ବିଭିନ୍ନ ସାର ଅଛି ପୋଷକ ଅଛି ତାର ଅଛି ବୟସ ଅଛି ଅଣ୍ଡାର ପୋଷକ ଅଛି ଯେ ଖାଲି ଅଣ୍ଡା ପୋଷକ ଖାଇଲେ ହବ ସୁଷମ ଖାଦ୍ୟ ବିଭିନ୍ନ ପୋଷକ ଥିବା ଖାଦ୍ୟ ତାର ଅଛି ଏତିକି ବର୍ଷରୁ ଏତିକି ବର୍ଷ ପିଲା ବିଭିନ୍ନ ପୋଷକ ଥିବା ଖାଦ୍ୟ ଖାଇବା ଦରକାର ହେଲା ତାପରେ ଆମର ବୟସ୍କ ବ୍ୟକ୍ତି ସେମିତି ବିଭିନ୍ନ ପୋଷକ ଥିବା ଖାଦ୍ୟ ଖାଇବା ଦରକାର ସେମାନଙ୍କ ପାଇଁ କେତେ ଗ୍ରାମ ଏମାନଙ୍କ ପାଇଁ କେତେ ଗ୍ରାମ ଖାଇବେ ହେଲା ସେ ତ ବହୁତ କଥା ତାକୁ କଲେ ଆମକୁ ଆଉ ସମୟ ହବନି ହେଲା ଖାଲି ମୁଁ ଚୁମ୍ବେ କହିଦଉଛି ହେଲା ତଥା ଶ୍ଵେତ ସାର ସ୍ନେହ ସାର ପୁଷ୍ଟି ସାର ଖଣିଜ ଲବଣ ବିଭିନ୍ନ ପୋଷକ ଥିବା ଖାଦ୍ୟକୁ ଆମକୁ ଖାଇବାକୁ ପଡ଼ିବ ଖାଇଲେ ଆମର ଶରୀରର ସବୁଯାକ ଫୁଲଫିଲ୍ କରିବ ହେଲା ଏବଂ ତା ସଙ୍ଗେ ସଙ୍ଗେ ଆମର ବୁଦ୍ଧିର ପରିପ୍ରକାଶ ହେବ ସେଥିପାଇଁ ହେଇଛି ଅନ୍ନମୟ କୋଷ ପ୍ରାଣୀମୟ ଆମେ ଯୋଉ ପ୍ରାଣ ବୋଲି ନିଶ୍ୱାସ ପ୍ରଶ୍ୱାସ ଯୋଉ ନେଉଛୁ ହେଲା ସେଇଟା କୁହାଯିବ ପ୍ରାଣମୟ ତାପରେ ଆସିଲା ମନୋମୟ ମାନେ
ମନ ଇଚ୍ଛା ବୁଲବାଟା ମନ ଇଚ୍ଛା ବୁଲିବାଟା ନୁହଁ ନିଜର ବୁଦ୍ଧିର ବିକାଶ। ଆମେ ପିଲାମାନେ ତାଙ୍କ ବୁଦ୍ଧିକୁ ବିକାଶ କରିବା ପାଇଁ ସୁଯୋଗ ଦେବା। ବିଭିନ୍ନ ବାଟରେ ଆମେ ପିଲାମାନଙ୍କୁ ବୁଦ୍ଧିର ବିକାଶ କରିବା ପାଇଁ ସୁଯୋଗ ଦେବା ହେଲା। ବୌଦ୍ଧିକ ବିକାଶ ଯୋଉଟା ଆମେ କହୁଛୁ ହେଲା। ତାପରେ ଆସିଲା ବିଜ୍ଞାନମୟ କୋଷ। ବିଜ୍ଞାନ ବିଜ୍ଞାନମୟ କୋଷ ବିଜ୍ଞାନ ହେଲା। କଣ ବିଜ୍ଞାନମୟ କୋଷ? ବିଜ୍ଞାନ ପୃଥିବୀ ଉପରେ ସେଇଟା ନୁହଁ ପରେ ବସାଇ ପିଲାମାନଙ୍କର ବିଜ୍ଞାନମୟ କୋଷ କଣ ସେଇଟା ବିଜ୍ଞାନ କହିବା ହେଲା। ବିଜ୍ଞାନ ଭିତ୍ତିକ ଡେଭଲପମେଣ୍ଟ ପିଲାମାନଙ୍କୁ ତେଣୁ ବିଜ୍ଞାନମୟ କୋଷ। ତାପରେ ଆସିଲା ଆନନ୍ଦମୟ କୋଷ। ଗୋଟିଏ ଶିକ୍ଷା ଆମକୁ ଦିଆହଉଛି ଯୋଉ ଶିକ୍ଷାରେ ପିଲାମାନଙ୍କୁ ଆମେ ଯୋଉ ଶିକ୍ଷା ଦଉଛୁ ସେ ଶିକ୍ଷାରେ ଯେପରି ପିଲାମାନେ ଆନନ୍ଦ ପାଇବେ ଏମିତିକା ଆମେ ସକ୍ରିୟାତ୍ମକ କାର୍ଯ୍ୟ କରିବା। ସକ୍ରିୟାତ୍ମକ କାର୍ଯ୍ୟ ମଧ୍ୟରେ ପିଲାମାନଙ୍କୁ ଆମେ ଏମିତି ବୁଝେଇବା ଆଜ୍ଞା ଯେମିତି ପିଲାମାନେ ଆନନ୍ଦ ପାଇବେ। ହଉ ତେଣୁକରି ଏଥିପାଇଁ କୋଷ ବିଷୟରେ ସବୁ ଜାଣିବେ। ଏହା ପରେ ବିକାଶ କହିବା ପାଇଁ ମୁଁ ବାଜା ବାଲାକୁ ଫୋନ କଲି। ଏଲୋ 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 ମାନେ ତ ହଳଦିଆ କଣ ସ୍ପେଲିଂ କଲୁ ବନାନ କଲୁ ଆଇ ଏଲୋ ସ୍ପେଲିଂ କଲୁ ଆଇ ଏଲୋ ସ୍ପେଲିଂ ଜାଣିନୁ କହିବୁ କି ଏଲୋ ମାନେ ହଳଦିଆ କୋଉଠି ଶୁଣି ଦେଇଛି କହୁଛି ଏଲୋ ମାନେ ହଳଦିଆ ଆଉ ଲସିଆ ये एलो ना हाँ कह CT1 हाँ CT2 हाँ CT3 LO1 LO2 खाली LO ଆମର आदम पुरा पसु नै मुरे ଆମର ଯୋଉ ବିକାଶ ଦେହ आज्ञा ତୁ ସିଜି ଯୋଉଟା କହୁଛୁ ତୁ ତ ଇଂଲିଶ ଶିଖିଲନୁ ଓଡ଼ିଆ ମେଟ୍ରିକ ଫେଲ କିନ୍ତୁ ଇଂଲିଶ ଭଲ ଜାଣିଛୁ ହେଲା ତା ମାନେ ହଉଛି ଦକ୍ଷତା ତେଣୁଟା ଲକ୍ଷ୍ୟକୁ ନେଇକିରି 168ଟା ଦକ୍ଷତା ଆମର एठी ଯାହାର ନାଁ ଦିଆହେଇଛି ସିଜି ୱାବେ ସିଜି 2/1 କେତେ ସବୁ ମନେ ରଖିବା ହବନି ତେଣୁକରି ଆମର ଗୋଟେ ଲିଷ୍ଟ ଅଛି ଆମେ ତାକୁ ଦେଖିକିରି से लिस्ट मते दियम तो नै ଦେବି ହେଲା ତାକୁ କହନ୍ତି ଦକ୍ଷତା। ତାପରେ ଏଲ ଓ ଏଲର ହଉଛି ଲର୍ଣ୍ଣିଂ ଆଉଟକମ୍। ଲର୍ଣ୍ଣିଂ ମାନେ କଣ? ଶିକ୍ଷଣ ଫଳାଫଳ ଗୋଟେ ଆମେ କହୁଛୁ ଗୋଟେ ପିଲାକୁ ଆମେ ଶିକ୍ଷା ଦେଲୁ ହେଲା ତାର କଣ ଶିକ୍ଷଣ ଫଳାଫଳ କଣ ଆସିବ ସେଇଟା କୁହାଯିବ ଲର୍ଣ୍ଣିଂ ଆଉଟକମ୍ ହେଲା। ବୁଝିପାରିଲୁ? ଏହା ପରେ ଆସିଲା ପରିଶେଷରେ ଆସିଲା ମାନ ନିର୍ଦ୍ଧାରଣ। ଏହାପରେ ଜାଦୁ ପେଡ଼ି। जादू पेड़ी ଜାଦୁ ପେଡ଼ି ଦେଖିଛୁ? सोंता पेड़ी सुन्ना पेड़ी रूपा पेड़ी गुड़ा पेड़ी जादू पेड़ी काय बा ଜାଦୁ ପେଡ଼ି ଜାଣିନୁ? ତମ ଅଞ୍ଚଳରେ ଜାଦୁ ବାଲା ସବୁ ଆସନ୍ତି ଜାଦୁକର ବାଲା ହେଲା ଚାରି ମାସର ଟଙ୍କା ବାହାରି ସବୁ ଦେଖିଛୁ ନା ନାଇଁ? ବିଭିନ୍ନ ପ୍ରକାର ଜାଦୁ କରିବେ ଇଏ ସେମିତି ଜାଦୁ ପେଡ଼ି ପିଲାମାନେ ଖୁସି ହେବେ ପିଲାମାନେ ତାଙ୍କର ଜାଦୁ କଲେ ପିଲାମାନେ ଖୁସି ହେବେ ସରକାର ସେଥିପାଇଁ କଣ କରିଥିଲେ ଗୋଟେ ଜାଦୁ ପେଡ଼ି ଗୋଟେ କରିଥିଲେ ହେଲା ଗୋଟେ ଜାଦୁ ପେଡ଼ି ଗୋଟେ ବକ୍ସ ଥିବ ତା ଭିତରେ କେତେ ସବୁ ଟିଏଲ ଭର୍ତ୍ତି ହବ ତାପରେ ଜାଦୁ ଆମେ ପିଲାମାନଙ୍କୁ ଦେଖେଇବା କେମିତି ଦେଖେଇବା ମନେ କର ଯେମିତି ଆମର ସାର୍ ଆଜି କଲେ ଆମେ ଗୋଟେ ନମ୍ବର ଲେଖିଦବା
ଆଡ଼କୁ ଫୋନ୍ କରି ପଚାରିବେ ଏ ନମ୍ବରଟା କେତେ ସିଆଡ଼ୁ କହିବେ ନମ୍ବରଟା 7 ଲେଖା ହେଇଛି 6 ଲେଖା ହେଇଛି ଫଟକିନି କହିଦେଲା ଏଇଟା ଗୋଟେ ଜାଦୁ ଜାଦୁ ନୁହଁ ଆଉ କଣ ଯଦି ସେଇଟା ଯଦି କହିଦେଲେ ଆଉ ଥରେ ଫୋନ୍ କଲେ ଅବିନାଶ ସାର୍ ମୁଁ ଭାବୁଛି 6 ଲେଖା ଗାଧେଇଲେ ତାପରେ ଆଉ ଥରେ ଫୋନ୍ କଲେ ଗୋଟେ ପୁଅ ପିଲାକୁ ଛୋଟ ଛୁଆଟାକୁ ଫୋନ୍ କଲେ କହିଲା ଛୁଆ ବଳି ଏଇଟା ଗୋଟେ ଜାଦୁ କି ନାହିଁ ହଉ ସେ ଯାଅ ସରକାର ଆମ ପାଇଁ ବଢିଆ ବନେଇ ପରିଶେଷରେ ଆସିଲା ମାଲେ ମାଲେ ଲାଲେ ଯାଇ ଫୁଲ ପରିଶେଷରେ ଆସିଲା ମାଲେ ମାଲେ ଲାଲେ ଯାଇ ଫୁଲ ଲାଲ ମା লাল করো লো আরে লালা লাজপত রায় মালগানগিরি লক্ষ্মণ না শিক্ষা সম্বন্ধীয় লাল মাল তাহলে আমি কহু ততে মু সে লালা লাজপত রায় কথা কহুনি শিক্ষা সম্বন্ধীয় লাল মাল হাল লাল দেখলো হ্যাঁ ଗୋଟେ ବୋକଟ ତ ବେଶୀ ସିନେମା ଦେଖିବାକୁ ଯାଉ ମୁଁ ଦେଖିଛି ତତେ ବେଶୀ ସିନେମା ଦେଖିବାକୁ ଯାଉ ସେଥିପାଇଁ ତ ମୁଣ୍ଡରେ ଚାଲି ଯାଉଛି ସିନେମା ହଲ୍ ନାଇଁ କି ଯାଉଛି ନା ନାଇଁ ଲାଲ ହଉଛି ଲୋ ଆସିମେଣ୍ଟ ଲର୍ଣ୍ଣିଂ ସରି ଲୋ ଆସିମେଣ୍ଟ ଲର୍ଣ୍ଣିଂ ହେଲା ମାନେ ଯୋଉ ପିଲା କି ଲଣ୍ଡନ କହିଲେ ବି ହବ ଯୋଉ ପିଲା ହେଲା ମାନେ ପୁରା ପାଠରେ ଡର ମାନେ ବଦଳ ମାନେ ପାଠଟା ଶିକ୍ଷାଟା ଗ୍ରହଣ କରିପାରୁଛି ତାପରେ ମାଲ ହଉଛି କଣ ମିଡିୟମ ଆଚିଭମେଣ୍ଟ ଲଣ୍ଡନ ହେଲା ଯୋଉ ପିଲା ମାନେ ପୁରା ଭଲ ନୁହଁ ନା ପୁରା ଖରାପ ନୁହଁ ମଝିଆ ଆମର ହଉଛି ହାଇ ଆଚିଭମେଣ୍ଟ ଲର୍ଣ୍ଣର ମାନେ ପିଲା ହାଇ ଟେମ୍ପରେଚର ନୁହଁ ହାଇ ଆଚିଭମେଣ୍ଟ ଲର୍ଣ୍ଣର ଯୋଉ ପିଲାଟା ଶିକ୍ଷା ବିଷୟରେ ସବୁ ତାକୁ ଜଣା ଥିବ ସବୁ ପ୍ରକାର ପିଲା ଅଛନ୍ତି ଆମ ପାଖରେ କେତେକ ପିଲା ତାକୁ ଦି ଥର ବୁଝେଇଲା ପରେ ବି ସେ ବୁଝିପାରିବେନି ଆଉ କେତେକ ପିଲା ବୁଝେଇଲେ ବୁଝିଦେବେ ଆଉ କେତେକ ପିଲା ଅଛନ୍ତି ଥରକରେ ବୁଝିଦେବେ ସେଥିପାଇଁ ଆମର 3 ପ୍ରକାର ମାପଦଣ୍ଡ ହେଲା ତେଣୁକରି ଆଜିକାର ପାଲା ଏତିକିରେ ଶେଷ କରିବା ओम जय गुरुजन जगन्नाथ जगन्नाथ सेवा আজি পালা অনুষ্ঠানে উপস্থিত গোষ্ঠী শিক্ষা অধিকারী মহোদয় সিআরসি মহোদয় দাতসার মহোদয় এবং শিক্ষক শিক্ষার্থী মহোদয় মহোদয়া ভিডিও সার মহোদয় ক্ষমা করতে হবে তাদের দেখতে লক্ষ্য করতে মানে আসলে এত ধরুন পালা পরিবেশনে কিছু দোষ ত্রুটি থাকে ମୁଁ ଏବଂ ଆମ ଅନୁଷ୍ଠାନକୁ ଆପଣମାନେ କ୍ଷମା କରିଦେବେ ବୋଲି ମୋର ଆଶା ଯେତିକି କହି ଆମେ ବିଦାୟ